50% ଖୁସି ଅଛି। ମାନେ ଜୀବନଠୁ କଣ ଶିଖିଛନ୍ତି? ହଁ ବହୁତ କିଛି ଶିଖିଛି। ଦେଖନ୍ତୁ ମୁଁ ଯେତେବେଳେ ଛୋଟ ଥିଲି ଭାରି କଷ୍ଟରେ ଚଳୁଥିଲା ମୋର। ବାପା ମା ଭାଇ ଭଉଣୀ ସମସ୍ତେ ମତେ ଭଲ ପାଆନ୍ତି, ତେଣୁକରି ମୁଁ କେତେବେଳେ ଏକୁଟିଆ ହବାକୁ ଚାହେଁନି। କାରଣ ମଣିଷ ଏଇ ବ୍ୟସ୍ତବହୁଳ ଜୀବନ ଭିତରେ ଆପଣଙ୍କୁ ଯଦି ଗୋଟେ ଦିନ ଛୁଟି ଦିଆହେଲା, ଆପଣ କାହାକୁ ଚୁଜ୍ କରିବେ ତାଙ୍କ ସହିତ ଖୁସିରେ ବିତେଇବା ପାଇଁ? ମୋ ମା ଆଉ ବାପାଙ୍କ ସହିତ, ନହେଲେ ଆଉ କାହା ସହିତ ନୁହେଁ। ଭାଉଜଙ୍କୁ କେତେ ଭଲ ପାଆନ୍ତି ଆପଣ? ଭାଉଜଙ୍କୁ ତ ଅଧିକ ଭଲ ପାଏ। ବାପାର ଜୀବନ ବି ଆପଣ ଦେଖି ସାରିଲେଣି। ସତରେ କଣ ବାପାର ଜୀବନ କଷ୍ଟଦାୟକ ଭାଇ? ହଁ ବହୁତ କଷ୍ଟ। ଅର୍ଥ ଉପରେ ସବୁ ନିର୍ଭର କରେ। ସେତେବେଳେ ମୋ ପାଖରେ ଏତେ ଅର୍ଥହୀନ ହେଇଯାଇଥିଲା ଯେ ଯାହା ଦ୍ୱାରା କି ମୋ ପିଲା ଛୁଆ ସ୍ତ୍ରୀ ଫ୍ରୀ ସମସ୍ତେ ପୁରା ଦୂରେ ଆପଣ ଅସଫଳତା ଜୀବନରେ ବହୁତ ଦେଖିଛନ୍ତି। ପୁଅ ମାନେ ବାପା ମା ମାନଙ୍କୁ ପଚାରୁନାହାନ୍ତି, ଆପଣ ତାଙ୍କୁ କିଛି ଛୋଟିଆ କଥା କହିବା ପାଇଁ ଚାହିଁବେ? ସେଇଟା ମୁଁ ସମସ୍ତଙ୍କୁ ପୁଅ ମାନଙ୍କୁ କହୁଛି, ଯେତେ ବି ଦୁଃଖରେ ଥାଆନ୍ତୁ ନିଜର ବାପା ମାଙ୍କୁ ଟିକେ ପଚାରନ୍ତୁ। କଥା ବହୁତ ଭଲ ଲାଗିଲା। ଆପଣ ଏମିତି ସବୁବେଳେ ଖୁସିରେ ରୁହନ୍ତୁ। ଆପଣଙ୍କ ପିଲାମାନେ ଆପଣଙ୍କ ପାଖରେ ସଦାବେଳେ ଥାଆନ୍ତୁ। ଧନ୍ୟବାଦ।